ଜୟ ଜଗନ୍ନାଥ ସାଙ୍ଗମାନେ ଆସନ୍ତୁ ଜାଣିବା ଆଜି କିପରି ଆମେ କୃଷକ ଓଡ଼ିଶା ପୋର୍ଟାଲରେ ଆମେ କିପରି ଚାଷୀର ବିବରଣୀ ଆମେ ଦେଇପାରିବା, ଯାହାକି ଆମର CM କିଷାନ ପାଇଁ ନିହାତି ଜରୁରୀ ଅଟେ। ଆସନ୍ତୁ ଜାଣିବା ଆମେ କିପରି କୃଷକ ପୋର୍ଟାଲରେ ରେଜିଷ୍ଟ୍ରେସନ କରିବା। ଏପର୍ଯ୍ୟନ୍ତ ଯଦି ମୋ ଚ୍ୟାନେଲକୁ ସବସ୍କ୍ରାଇବର ଲାଇକ୍ କରିନାହାନ୍ତି, ଜଲ୍ଦି ସବସ୍କ୍ରାଇବ୍ ଲାଇକ୍ କରିଦିଅନ୍ତୁ, ଯାହାକି ସର୍ବପ୍ରଥମେ ମୋର ଭିଡ଼ିଓ ଆପଣମାନେ ଦେଖିପାରିବେ। ଆସନ୍ତୁ ଯିବା କିପରି ଆମେ ରେଜିଷ୍ଟ୍ରେସନ କରିବା। ଫାଷ୍ଟ ଗୁଗଲ କ୍ରୋମକୁ ଯିବା, ଏଣ୍ଟର କରିବା କୃଷକ ଓଡ଼ିଶା gov.in। ସାରିଲା ପରେ ଆମେ ଦେଖନ୍ତୁ ଯେଉଁ ଫାଷ୍ଟ ଅପସନ୍ ଅଛି ଆମେ କ୍ଲିକ୍ କରିବା। କ୍ଲିକ୍ କରିସାରିଲା ପରେ ହୋମ୍ ପେଜକୁ ଆମେ ଯିବା। ଦେଖନ୍ତୁ ଟୋଟାଲ କୃଷକ ଆମର ରେଜିଷ୍ଟ୍ରେସନ ହୋଇଯାଇଛନ୍ତି। ଯେଉଁମାନେ ରେଜିଷ୍ଟ୍ରେସନ ହୋଇଛନ୍ତି ତାଙ୍କର ସ୍ଥିତି ଆମେ ଏଇଠି ଆଧାର ନମ୍ବର ଦେଇ ଯାଞ୍ଚ କରିପାରିବା। ନୂଆ ପଞ୍ଜୀକରଣ ଆଧାର ନମ୍ବର ଦେଇ ଆମେ ଏଇଠି ପଞ୍ଜୀକରଣ ନୂଆ ରେଜିଷ୍ଟ୍ରେସନ କରିପାରିବା। ଫାଷ୍ଟ ଆମେ ଆଧାର ନମ୍ବର ଏଣ୍ଟର କରିବା। କରିସାରିଲା ପରେ ଲଗଇନ୍ ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କରିସାରିଲା ପରେ ଆପଣ ଆଧାରରେ ମୋବାଇଲ ନମ୍ବର ଲିଙ୍କ ଥିବ, ସେଇ ମୋବାଇଲ ଗୋଟେ OTP ଯିବ। OTPଟି ଆମେ ଏଣ୍ଟର କରିବା। ଏଣ୍ଟର କରିସାରିଲା ପରେ ଦେଖନ୍ତୁ ଭ୍ୟାଲିଡିଟି ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଇଭଳି ଆମର ଅପସନ୍ ସବୁ ଆସିବ। ଦେଖନ୍ତୁ ଏଠି ଆପଣଙ୍କର ପ୍ରୋଫାଇଲ ଶୋ କରିବ, ଜନସଂଖ୍ୟା ସମ୍ବନ୍ଧୀୟ ବିବରଣୀ, ବ୍ୟାଙ୍କ ତଥ୍ୟାବଳୀ, ପେଶା ବିବରଣୀ, ଫସଲ ଉତ୍ପାଦନ ଜମି ବିବରଣୀ, ପ୍ରାଣୀ ସମ୍ପଦ ଉତ୍ପାଦନ ବିବରଣୀ, ମାଛ ଧରା ଜଳଚର ଚାଷର ବିବରଣୀ ଓ ବନୀକରଣ। ଆପଣ ଏହିସବୁ ଜିନିଷ ଅପଲୋଡ଼ କରିବାକୁ ପଡ଼ିବ। ଷ୍ଟେପ୍ ବାଇ ଷ୍ଟେପ୍ ଆମକୁ ଫାଷ୍ଟ ପ୍ରଥମେ ଦେଖନ୍ତୁ ଜନସଂଖ୍ୟା ସମ୍ବନ୍ଧୀୟ ବିବରଣୀ। ଫାଷ୍ଟ ଆପଣଙ୍କର ନାଁଟି ଦେଇଦେବେ, ଆଧାର ନମ୍ବର ଦେବେ, ପିତାଙ୍କର ନାମ ଦେବେ, ଲିଙ୍ଗ ଆପଣଙ୍କର ଯାହା ବି ହେଇଥିବ ଏଠି ଚୁଜ୍ କରିବେ, ଜନ୍ମ ତାରିଖ ଆପଣ ଏଠି ଦେବେ, ପ୍ରଥମ ମୋବାଇଲ ଆପଣ ଏଣ୍ଟର କରିବେ। ଏଣ୍ଟର କରିସାରିଲା ପରେ ଏଇଠି ଆପଣ ଯାଞ୍ଚ ହୋଇଛି କି ନାହିଁ ଆପଣ ଏଠି ଚେକ୍ କରିବେ। ନିଜ ମୋବାଇଲ ଯେଥିରେ ହଁ ତାହେଲେ ହଁ କରିବେ, ନାହିଁ ତ ନା କରିବେ। ଦ୍ୱିତୀୟ ମୋବାଇଲ ଯେଥିରେ ଅଛି ଆପଣ ଦେଇପାରିବେ। ବୈବାହିକ ସ୍ଥିତି, ସାମାଜିକ ବର୍ଗ, ଆବାସିକ ଠିକଣା, ଜିଲ୍ଲା, ବ୍ଲକ, ଗ୍ରାମ ପଞ୍ଚାୟତ, ଗ୍ରାମ ଆପଣ ଠିକଣା ଦେଇପାରିବେ। ଦେଇସାରିଲା ପରେ ଆପଣ ସେଭ୍ ଏବଂ ଜାରି ରଖନ୍ତୁ। ସେଭ୍ ବଟନ୍ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଡାଇରେକ୍ଟ ଆମେ ସେକେଣ୍ଡ ପେଜକୁ ଆସିଲେ
ଆସିସାରିଲା ପରେ ଆପଣ ଏଇଟା ଆକାଉଣ୍ଟ ନମ୍ବର, IFSC କୋଡ଼, ବ୍ୟାଙ୍କ ଏସବୁ ଶୋ କରିବ। ଚାଲିଛି ଏଇଭଳି ଭାବରେ ଦେଖନ୍ତୁ। ଏଇଟା ଆପଣ IFSC କୋଡ଼ ଦେଇ ସାରିଲା ପରେ ଅଟୋମେଟିକ୍ ସବୁ ଶୋ କରିବ। ଏଇଟା ଆପଣଙ୍କର ଆକାଉଣ୍ଟ ନମ୍ବର ଭରି ନେବେ, ଆକାଉଣ୍ଟଧାରୀଙ୍କ ନାମ, ଆକାଉଣ୍ଟ ସଞ୍ଚୟ କି ସେଭିଂ ଏଣ୍ଟର କରିବେ, ଚାଷୀ ଆକାଉଣ୍ଟ ସହ କେଉଁ ଭଳିଆ ସମ୍ପର୍କ ଆପଣ ତାହିଁରେ ଏଣ୍ଟର କରିବେ। ତାପରେ ସେଭ୍ ଏବଂ ବଟନରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଇଠି ଆପଣ କୃଷକଙ୍କ ପ୍ରକାର ଭେଦ ଆପଣ ଦେଇପାରିବେ। ଏଠି ସବୁ କୃଷକ, ଶ୍ରମିକ, କାର୍ଯ୍ୟ, ଅନ୍ୟ ବୃତ୍ତି ଆପଣ ଦେଇ ଏଇଟା ପୁଣି ସେଭ୍ କରିବେ। ସେଭ୍ କରିସାରିଲା ପରେ ଦେଖନ୍ତୁ ରେକର୍ଡ଼ ସେଭ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଆପଣଙ୍କର ଜିଲ୍ଲା, ତହସିଲ, ଗ୍ରାମ, ଖାତା ନମ୍ବର, ପ୍ଲଟ୍ ନମ୍ବର ଦେଇ ଏଇଟା ପୁଣି ଯାଞ୍ଚ କରିବେ। ଯାଞ୍ଚ କରିସାରିଲା ପରେ ଦେଖନ୍ତୁ ଅଟୋମେଟିକ୍ ଶୋ କରିବ ଆପଣଙ୍କର ଯାହା ନାଁରେ ଥିବ ଜମି। ଶୋ କରିସାରିଲା ପରେ ଆପଣ ଏଇଟା ଏଣ୍ଟର କରିବେ। ପ୍ଲଟ୍ ମାଲିକ ସହ ଚାଷୀଙ୍କର କି ସମ୍ପର୍କ ସେଇଠି ଏଣ୍ଟର କରିବେ। ଜମିର ପରିମାଣ, ଚାଷୀ ଜମିର ପରିମାଣ, ପରିବର୍ତ୍ତନର ତାରିଖ, ଜମିର ପ୍ରକାର, ଜମି ଅବସ୍ଥାନ, ଫସଲ ବିବରଣୀ, ଆପଣ କେଉଁ ଫସଲ କରୁଛନ୍ତି ତା ଏଇଠି ଖରିଫ ଫସଲରେ କ'ଣ କରୁଛନ୍ତି, ରବି ଫସଲରେ କ'ଣ କରୁଛନ୍ତି, ଖରାଟିଆ ଫସଲରେ କ'ଣ କରୁଛନ୍ତି ତା ଦେଇଦେବେ। ଜଳସେଚନ ବିବରଣୀ, ଆପଣ ଜଳସେଚନ କ'ଣ କ'ଣ କରିଛନ୍ତି ତାହା ବି ଏଇଠି ଆପଣ ଦେଇଦେବେ। ଦେଇସାରିଲା ପରେ ଚାଷ ପଦ୍ଧତି ଆମ କେଉଁ ଚାଷ କରୁଛନ୍ତି ତାହା ଏଇଠି ଦେଇଦେବେ। ଦେଇସାରିଲା ପରେ ସେଭ୍ ବଟନ୍ ଉପରେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ରେକର୍ଡ଼ ସେଭ୍ ସକ୍ସେସଫୁଲ୍ ହେଇଯିବ। ହେଇସାରିଲା ପରେ ଆପଣ ଏଇଠି ସେଭ୍ ବଟନ୍ ଉପରେ ଦାଖଲ କରନ୍ତୁ। ଗ୍ୟାସ୍ ଆମେ ଏଠି ଟିକ୍ ମାରି ଏଇଟା ଆମେ ଏଣ୍ଟର କରିଦେବା। ଏଣ୍ଟର କରିସାରିଲା ପରେ ଦେଖନ୍ତୁ ଏଇଠି ଆମର ଅଟୋମେଟିକ୍ କୃଷକ ଓଡ଼ିଶାରେ ରେଜିଷ୍ଟ୍ରେସନ୍ ହେଇଯିବ। ହେଇସାରିଲା ପରେ ଦେଖନ୍ତୁ ଏଇଭଳି ଆମର ଶୋ କରିବ। ୟେସ୍ ବଟନ୍ରେ କ୍ଲିକ୍ କରିଦେବେ। କ୍ଲିକ୍ କରିସାରିଲା ପରେ ୟେସ୍ ସେଭ୍ ହେଇଯିବ। ହେଇସାରିଲା ପରେ ଦେଖନ୍ତୁ ଏଇଭଳି ଶୋ କରିବ। ଆପ୍ଲିକେସନ୍ ID ନମ୍ବର ଏଠି ଡାଉନଲୋଡ଼୍ କରିବା ପ୍ରୋସେସ୍ ଅଛି। ଆପଣ ଡାଉନଲୋଡ଼୍ କରି କଷ୍ଟମରକୁ ତା'ର ଫର୍ମ ଦେଇପାରିବେ। ରହୁଛି। ଜୟ ଜଗନ୍ନାଥ।